ଆମେ ଅଛୁ କୁସୁମା ପଡ଼ିଆ ପାଖରେ। ଏଠି ଦେଖିବେ ପାଖାପାଖି 2200 ଗାଡ଼ି ବର୍ତ୍ତମାନ ଆସିକି ଏକଜୁଟ ହେଇଛନ୍ତି। 2200 ଡ୍ରାଇଭର ସେମାନଙ୍କର ସହଯୋଗୀ। ଗୋଟେ କଥା ହେଉଛି ଏଇମାନେ ନିର୍ବାଚନ ପରିଚାଳନା କରିବେ। ଏଠି ବସ୍ ଦେଖନ୍ତୁ, ଟାଭେରା ଦେଖନ୍ତୁ, ତା ସହିତ ମ୍ୟାଜିକ୍ ଅନେକ ଗାଡ଼ି ବର୍ତ୍ତମାନ ପାଇଁ ଦେଖିବେ ଏଇ ଜାଗାରେ ସବୁ ଦେଖିବେ ଗଦା ହେଇଛି। ଆଉ ଚାଳକମାନେ ମଧ୍ୟ ଗତ କାଲିଠାରୁ ଏଇ ଜାଗାରେ ରହିଛନ୍ତି। ସବୁଠୁ ବଡ଼ କଥା ହେଉଛି ଏମାନଙ୍କ ମନରେ ଅନେକ ପ୍ରଶ୍ନ ରହିଛି, ଅନେକ ସମସ୍ୟା ବି ରହିଛି ଯେ ଏମାନେ କାଲିଠୁ ଆସିଲେଣି, ନା ଏମାନଙ୍କ ପାଇଁ ଖାଇବାକୁ କୌଣସି ସୁବିଧା ଅଛି, ନା ଗାଧୋଇବାକୁ ସୁବିଧା ଅଛି, ନା ପିଇବାକୁ ପାଣି ଅଛି। ତେଣୁ ସେମାନେ ଏଇ ଯେଉଁ ସମସ୍ୟା ଭିତରେ ରହିଛନ୍ତି ତାଠୁ ବଡ଼ ସମସ୍ୟା ଆମେ କହିବା ଦେଖିବେ କିଛି ଡ୍ରାଇଭର ଭାଇମାନେ ଅଛନ୍ତି ତାଙ୍କର ବଡ଼ ସମସ୍ୟା ହେଉଛି ଯେ ଗତକାଲି ଯେଉଁ ମତଦାନ ପାଇଁ ଏମାନେ ଯିବେ ଆଉ ଏମାନେ ନିଜେ ମତଦାନ କରିପାରିବେ କି ନାହିଁ ତାକୁ ନେଇକି ମଧ୍ୟ ତାଙ୍କ ମନରେ ଗୋଟେ ସଂଶୟ ସୃଷ୍ଟି ହେଇଛି, ପ୍ରଶ୍ନ ସୃଷ୍ଟି ହେଇଛି। କ'ଣ କହିବେ ଆପଣ ବର୍ତ୍ତମାନ ପାଇଁ ଆସିକି ଗତକାଲିଠୁ କୁସୁମା ପଡ଼ିଆରେ ଅଛନ୍ତି, ପାଖାପାଖି ଆପଣ 2000 ଗାଡ଼ି ଆଉ ତାଙ୍କ ଚାଳକ ସହଯୋଗୀ ଅଛନ୍ତି। କ'ଣ ସମସ୍ୟା ଅଛି ତାପରେ ମତଦାନ ପାଇଁ ପରିଚାଳନା ଆପଣ କରିବେ, ଆପଣ କେମିତି ଦେବେ ତାକୁ ନେଇକି କ'ଣ କହିବେ ଆପଣ? ନମସ୍କାର, ଜୟ ଜଗନ୍ନାଥ। ଓଡ଼ିଶା ଡ୍ରାଇଭର ମହାସଂଘର ଜଣେ ମୁଁ ସଦସ୍ୟ ଏବଂ ବିଞ୍ଝାରପୁର ଡ୍ରାଇଭର ମହାସଂଘର ଜଣେ ଆଡ଼ମିନ୍ ଭାବେ କାର୍ଯ୍ୟରତ। ମୁଁ ଦେଖୁଛି ଆସନ୍ତାକାଲିଠାରୁ ଆମେ ଆସିଲୁଣୁ। ତେଣୁ ଏଠାରେ ପିଇବା ପାଇଁ ପାଣି ସୁବିଧା ନାହିଁ। ଯଦିଓ ପାଣି ଟ୍ୟାଙ୍କରେ ଟାଙ୍କି ଅଛି, ପାଣି ଅଛି, କିନ୍ତୁ ଗରମ ପାଣି ବାହାରୁଛି। ଗାଧୋଇବା ପାଇଁ ସକାଳୁ ପିଲାମାନେ ଆମର ଭାଇମାନେ ସମସ୍ତେ ହଇରାଣ ହେଉଛନ୍ତି। ଗାଧୋଇବା ପାଇଁ ନାହିଁ କି ଶୌଚାଳୟ ଯିବା ପାଇଁ ଗୋଟେ ସୁବିଧା ସେମିତି କିଛି ନାହିଁ। ଖାଇବା ପାଇଁ ହୋଟେଲରୁ ଗଲାବେଳକୁ କେଉଁଠି ବାସି ବରା, କେଉଁଠି ବାସି ମାଛ, ଏଇସବୁ ଖାଇବା ପାଇଁ ଆମକୁ ପଇସା ବି କାଲିଠାରୁ ଦିଆଯାଇନି। କହୁଛନ୍ତି ମାଲିକମାନେ ଆପଣଙ୍କୁ ଦେବେ। ଆମେ ଦେଖିବେ ନିର୍ବାଚନ ଆପଣମାନେ ପରିଚାଳନା କରିବେ, ଆପଣ ପୋଲିଂ ପାର୍ଟି ନେବେ, ପୋଲିସ ନେବେ, ତା ସହିତ ଇଭିଏମ୍ ବକ୍ସ ନେବେ, ସମସ୍ତେ ମତଦାନ କରାଯିବ ଯାଜପୁରରେ। ଆପଣଙ୍କ ମତଦାନ କେମିତି ହେବ ତାକୁ ନେଇ କିଛି ବ୍ୟବସ୍ଥା ହେଇଛି କି? ନାଇଁ, ସେମିତି କିଛି ବ୍ୟବସ୍ଥା ନାହିଁ। ମୁଁ କିନ୍ତୁ ପଚାରିଥିଲି, ସେ ମୌଖିକ ମୋତେ କହିଥିଲେ ଯେ ଆପଣଙ୍କର ବୁଥ୍ ପାଖାପାଖି ପଡ଼ିବ, ତେଣୁ ଆପଣ ସେଇଠି ଯାଇକି ଭୋଟ୍ ଦେବେ। ତେଣୁ ଆମର ତ ବହୁତ ଇଚ୍ଛା ଆମେ ଭୋଟ୍ ଦେବୁ, କିନ୍ତୁ ଆମର ବି ପ୍ରତ୍ୟେକ ଦଳକୁ ପ୍ରତ୍ୟେକ ଭାଇମାନେ ଭଲ ପାଆନ୍ତି ଗୋଟେ ଗୋଟେ ଦଳକୁ। ତେଣୁ ମୁଁ ବି ମୋ ଦଳକୁ ଭଲ ପାଉଛି, ମୁଁ ବି ଭୋଟ୍ ଦେବାକୁ ଇଚ୍ଛା ଭାରି, କିନ୍ତୁ ଦେଇପାରିବି କି ନାହିଁ ସେଇଟା ମନ ଦୁଃଖ ବହୁତ ମୋର। କାଲି ଯାହା କହୁଥିଲେ ଯେ ଅନେକ ସମସ୍ୟା ଭିତରେ ରହିଛି, ପାଣି ସମସ୍ୟା, ଖାଇବା ସମସ୍ୟା, ଗାଧୋଇବା ସମସ୍ୟା ରହିଛି। ତାପରେ ରହିଛି ସମସ୍ୟା ଯେ ସେମାନେ ମତଦାନ କରିବେନି। ଆପଣ କ'ଣ କହିବେ? ଆପଣ ଆସୁଛନ୍ତି ଗାଡ଼ି ନେଇକି, କେମିତି କ'ଣ ଦେଖିବେ ଯେ ମତଦାନକୁ ନେଇକି ଆପଣମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ କେମିତି ସଚେତନ କରାଯାଇଛି ଆଉ କେମିତି ମତଦାନ କରିବେ ତାକୁ ନେଇ କିଛି ବ୍ୟବସ୍ଥା ହେଇଛି ବୋଲି ଆପଣ ଜାଣିଛନ୍ତି? କିଛି ବ୍ୟବସ୍ଥା ନାହିଁ। ଆମକୁ ତ ସେମିତି ଖାଲି ଠକିଲା ଭଳିଆ କଥାବାର୍ତ୍ତା କରୁଛନ୍ତି। ହଁ ଆପଣ ଦେଇପାରିବେ, ଇଏ କରିବେ, ସେ କରିବେ, କିନ୍ତୁ କିଛି ସୁବିଧା ନାହିଁ। ଆମେ ବି ଦେଇପାରିବୁନି। ଆମର ବହୁତ ଇଚ୍ଛା ଅଛି, ଆମେ ଖଟୁଛୁ, କିନ୍ତୁ ଦିନ ରାତି ଖଟିକି ଆମ ପାଇଁ କିଛି ବ୍ୟବସ୍ଥା ନାହିଁ। ଆପଣ କେଉଁ ଅଞ୍ଚଳ ଆସୁଛନ୍ତି? ଆପଣ କେଉଁ ନିର୍ବାଚନ ମଣ୍ଡଳୀ କେଉଁଠି ଭୋଟ୍ ଦେବା? କୋରେଇ ନିର୍ବାଚନ ମଣ୍ଡଳୀ, କୋରେଇ ନିର୍ବାଚନ ମଣ୍ଡଳୀ ଏ ଯାଜପୁର ଡିଷ୍ଟ୍ରିକ୍ଟରେ ଯାଏ, କିନ୍ତୁ କୋରେଇ ନିର୍ବାଚନ ମଣ୍ଡଳୀ କିଛି ଆମ ପାଇଁ ଆମକୁ ଗୋଟେ ଫର୍ମ ଦେଇଥିଲେ, ମୋତେ ଗୋଟେ ଫର୍ମ ଦେଇଥିଲେ। ସେ ଫର୍ମ ଫିଲ୍ଅପ୍ କଲା ପରେ କାଲି ମୁଁ ସେଠି ପଚାରିଲି, କହିଲେ ଏ ଫର୍ମଟା ଆଗରୁ ପୋଷ୍ଟାଲରେ ଯିବା କଥା, କାହିଁ ଆପଣ ଦେଲେନି? ମୁଁ ଆଗରୁ ଦେଇଛୁ ନା, ସୀମିତ କିଛି ସିଷ୍ଟମ୍ କାହିଁ ଆମ କତିକି ଆସିନାହିଁ। ମୁଁ ଆପଣଙ୍କ କତିରେ ଆଇନ ଆପଣ ତିଆରି କରିଛନ୍ତି, ଆଇନ ଆପଣ ହିଁ ଭାଙ୍ଗୁଛନ୍ତି। ଆଉ ଏଠି ତ ଯେତେ ଭାଇ ରହିଛନ୍ତି ବହୁତ ମାନେ ଅସୁବିଧା, ଏତେ ଅସୁବିଧାରେ ଅଛନ୍ତି ଏ ଭାଇମାନେ ମୋର ନାହିଁ ନଥିବା। କହୁଥିଲେ ଯେ ପୋଷ୍ଟାଲ ବାଲାଟ ସିଷ୍ଟମ କରାଯାଇଥିଲା, କିଛି ଲୋକଙ୍କୁ ମିଳିଛି, ଆଉ କିଛି ଲୋକ ମଧ୍ୟ ଅବଗତ ନଥିବାରୁ ସଚେତନ ଦେଇପାରୁନାହାନ୍ତି। ଆପଣ ଫର୍ମ ପାଇଥିଲେ? ଆଉ କ'ଣ ଫର୍ମରେ ଭୋଟ ଦେବାକୁ କହିଥିଲା, କେମିତି ଦେଲେ? ନା ଦେଇନାହାନ୍ତି ନା ଭୋଟ ଦେବେ? ନାଇଁ, ଭୋଟ ଏବେ ପର୍ଯ୍ୟନ୍ତ ଦିଆ ହେଇନାହିଁ। ସେ କହିଥିଲେ କି ତମ ପାଖାପାଖି ପଡ଼ିବ, ଆଉ ସେ ପାଖରେ ଯାଇକି ତମ ବୁଥରେ ଯାଇକି ଭୋଟ ଦେଇଦେବେ, ଏଇ କଥା କହିଛନ୍ତି। କ'ଣ କରିବେ ଆପଣ? ଲାଗୁଛି ଜୁନ୍ 1ରେ ଆପଣ ଭୋଟ ଦେଇପାରିବେ? ଆଜ୍ଞା, ଆମକୁ ତ ଲାଗୁନାହିଁ, ଆଉ ସେଟା କ'ଣ ହେଉଛି ଦେଖିବା। ଅପିଲ କରିବେ ଜିଲ୍ଲା ପ୍ରଶାସନକୁ? ଜିଲ୍ଲା ପ୍ରଶାସନ ଆମ ଏଠି ଯିଏ ଅଫିସର ଅଛନ୍ତି ତାଙ୍କୁ କହିବା, ଯଦି ପାଖାପାଖି ପକେଇଦେଲେ ତ ଭଲ କଥା, ନହେଲେ ଭୋଟ ଆମେ ଦେଇପାରୁନୁ, ଆଉ କ'ଣ କରିବୁ, ମନ ଦୁଃଖ ରହିବ। ଦେଖିବେ ଯେ ଡ୍ରାଇଭର ଭାଇମାନେ ଯାହା କହୁଥିଲେ ଯେ ସେମାନଙ୍କ ପାଇଁ ମତଦାନ କରିବା ପାଇଁ ତାଙ୍କର ଇଚ୍ଛା ଅଛି, ଯେହେତୁ ସେମାନେ ଇଲେକ୍ସନ ଡ୍ୟୁଟିରେ ଆସିଛନ୍ତି, ତେଣୁ ବର୍ତ୍ତମାନ ପାଇଁ ସେମାନେ ମତଦାନ କରିପାରିବେ କି ନାହିଁ ତାଙ୍କ ମନରେ ସନ୍ଦେହ ଅଛି। ତେଣୁ ଜିଲ୍ଲା ପ୍ରଶାସନ କିଭଳି ଭାବେ ଏଇ ଯେଉଁ 2200 ଗାଡ଼ିର ଚାଳକ ତାଙ୍କ ସହଯୋଗୀମାନେ ଭୋଟ ଦେବେ ସେଥିଲାଗି ବ୍ୟବସ୍ଥା କରିବାକୁ ସାଧାରଣ ଦାବି ହୋଇଛି, ଆଉ ଡ୍ରାଇଭର ସଂଘ ମଧ୍ୟ ଦାବି କରିଛି। ଯାଜପୁର ସଞ୍ଜୀବ ନାୟକ, OTV।